ଓଡ଼ିଶାର ଏକ ଛୋଟ ଗାଁରେ ଗୀତା ନାମକ ଜଣେ ଗରିବ ଝିଅ ରହୁଥିଲା। ତାଙ୍କ ପିତା ଛୋଟବେଳେ ଚାଲିଗଲେ। ମା ଅସ୍ତୁତ ଥିଲେ। ଘରଟି ମାଟିର ଘର, ଉପରେ ଛିଦ୍ର। ବର୍ଷା ହେଲେ ଘର ଭିତରେ ପାଣି ପଡ଼ୁଥିଲା। ଗୀତା ଜଙ୍ଗଲକୁ କାଠ ଆଣୁଥିଲା। ଲୋକମାନଙ୍କର ଘରେ ମଧ୍ୟ କାମ କରୁଥିଲା। ଗାଁର କିଛି ପିଲା ତାକୁ ହସୁଥିଲେ, ଗରିବ ଗୀତା, ତୁମର କିଛି ନାହିଁ। ଗୀତାର ମନ ଏହା ଶୁଣି ବହୁତ ଦୁଃଖ ହେଉଥିଲା। କିନ୍ତୁ ମାଆକୁ କହୁଥିଲା, ମା, ଆମର ଦିନେ ଭଲ ଦିନ ଆସିବ। ଏକ ଦିନ ଗୀତା ଜଙ୍ଗଲକୁ ଗଲା। ଘନ ଜଙ୍ଗଲ, ପକ୍ଷୀର ଶବ୍ଦ, ହାଲୁକା ପବନ। ସେଠାରେ ଜଣେ ବୁଢ଼ା ସାଧୁ ଥକି ବସିଥିଲେ। ଗୀତା ପଚାରିଲା, ବାପା, ଆପଣ ଭଲ ଅଛନ୍ତି କି? ସାଧୁ କହିଲେ, ମୁଁ ତରସିଛି ଝିଅ। ଗୀତା ନିଜ ଘଟିର ପାଣି ଦେଲେ। ସାଧୁ ଖୁସି ହେଲେ। ସାଧୁ କହିଲେ, ତୁମର ହୃଦୟ ଶୁଦ୍ଧ। ଏହି ଯାଦୁଇ ତୁଳି ନିଅ। ଯାହା ଆଙ୍କିବୁ ସେଇଆ ହେବ, ସତ୍ୟ ହେବ। କିନ୍ତୁ ମନେ ରଖିବୁ, ଭଲ କାମରେ ବ୍ୟବହାର କରିବୁ। ତୁଳିଟି ସୁନା ଆଲୋକରେ ଚମକୁଥିଲା। ଗୀତା ଘରେ ଆସି ଭୂମିରେ ଭାତ ଆଙ୍କିଲା। ହଠାତ୍ ସତରେ ଭାତ ଆସିଗଲା। ମା ଆଶ୍ଚର୍ଯ୍ୟ ହେଲେ। ପରେ ସେ ନୂଆ ଘର ଆଙ୍କିଲା। ସୁନ୍ଦର ଘର ତିଆରି ହୋଇଗଲା। ଗାଁ ଲୋକ ଆଶ୍ଚର୍ଯ୍ୟ ହେଉଥିଲେ। ଗାଁର ଲୋଭୀ ଜମିଦାର ଏହି ଖବର ଶୁଣିଲେ। ସେ ଗୀତାକୁ କହିଲା, ଏହି ତୁଳି ମୋର ଦରକାର। ସେ ଗୀତାକୁ ଧରି ମହଲକୁ ଚାଲିଗଲା। ଜମିଦାର କହିଲା, ସୁନା ଆଙ୍କ। ଗୀତା ଭୟ କରୁଥିଲା, କିନ୍ତୁ ବୁଦ୍ଧି ଲଗାଇଲା। ସେ ସମୁଦ୍ର ଆଙ୍କିଲା। ତରଙ୍ଗ ବଢ଼ିଲା। ଜମିଦାର ନିଜ ଲୋଭରେ ନଷ୍ଟ ହେଲା। ଗୀତା ତୁଳିକୁ କେବଳ ଭଲ କାମରେ ବ୍ୟବହାର କଲା। ଗାଁରେ ସ୍କୁଲ, ହସ୍ପିଟାଲ, ପୋଖରୀ ତିଆରି କଲା। ଗାଁ ଖୁସିରେ ଭରିଗଲା। ସାଧୁ ପୁଣି ଆସି କହିଲେ, ସତ୍କର୍ମ ସଦା ବିଜୟୀ। ଗୀତାର ଜୀବନ ସୁଖମୟ ହେଲା। ସଦା ସର୍ବଦା ଲୋଭର ଫଳ ଖରାପ ହିଁ ହୋଇଥାଏ।